पानी की वजह आशा जे बड़ो हेलानी जीवन तुमकुनी प्रभु मुखे झुलनाए कली मुखे
যাও ସଂସାର ଭିତରେ ଆତ୍ମା ପରମାତ୍ମା ମନକୁ ଛୁଇଁଲା। ହଉ 2028 ମନେ ରଖେ ଯାଇଛି ତ ଦିଥର ଦେଖିବା ଟିକେ ଫାଙ୍କା ହେଇଯାଉ ଏରିଆ ତ ଦେଖା ହଉଛି ଗାଦି ପଡିଆ ଅନୁଷ୍ଠାନ ହେଲା। ହଉ ଯାଉ ଗାଦି ପଡିଆ ଅନୁଷ୍ଠାନ ତ ଓଡ଼ିଶାରେ ଅନନ୍ୟ ପ୍ରତିଭା ତା ସାଙ୍ଗରେ ମଧ୍ୟ ଆଉ କାହ୍ନା ଭାଇ ଆଉ ତା ସିଏ ତ ସ୍ୱତନ୍ତ୍ର ତା ଭିତର ଯାହା ତା ବାହାର ସେୟା ସେ ଆବାହନ ନାହିଁ କି ବିସର୍ଜନ ନାହିଁ ସେ ବଇଁଶୀ ଭଳିଆ ଖୋଲା ଯାଉ ବିଶ୍ୱପତି ଠାକୁର କାହ୍ନା ଭାଇଙ୍କର ଆଗନ୍ତୁକ ଭବିଷ୍ୟତ ଉଜ୍ଜଳମୟ କରନ୍ତୁ ତଥା ମା ତ ଜଗତର ମା ଯାଉ ସେ ମାଟିର ବିଶ୍ୱପତି ଠାକୁର କଲ୍ୟାଣ କରନ୍ତୁ ସମସ୍ତଙ୍କ ରିଷ୍ଟ ଖଣ୍ଡନ କରନ୍ତୁ ସର୍ବେ ବୋଲ ଆନନ୍ଦ କବାଟ ହଉ ଜ୍ଞାନୀନ୍ଦ୍ର ପୁଙ୍ଗବ ମୋର ପରା ଶୁଣିବେ ଦେଇ ମନ ଯାହା ଦୁଇ ପଦ ନ୍ୟାୟ ଶାସ୍ତ୍ର କହିଯିବ ସି ଅଧୀନ ହଉ ଜୟ କୃଷ୍ଣ ଦିନ ବନ୍ଧୁ ପ୍ରଭୁ ନବ ଧରା ଆଜି ଅତ୍ରାହି ଭଞ୍ଜନ ପାନା କରୁଣା ସାଗର ହଉ ଭାବେ ଦିନେ ବୃନ୍ଦାବନେ ସିନା ଚରାଇଲ ଗାଈ ଭାବେ ଦିନେ ଗୋପୀ ମେଳେ ପ୍ରଭୁ ରହିଥିଲ ଯାଇ ଭାବେ ଖାଇଥିଲ ତୁମେ ସବରି ଅଇଁଠା ଭାବେ ଶ୍ରୀ ବତ୍ସ ବ୍ରହ୍ମଣ ମାରିଲେ ଗୋଇଠା ଭାବେ ଏହିପରି ଯେତେ କଣ ଲୀଳା ମୋ ବେଳକୁ ଅଭାବ କାହିଁକି ଆହେ ଚକା ଡୋଳା ହଉ ଯୁଗେ ଯୁଗ ତୁମେ ପରା କେତେ କାହାକୁ କଣ ଦେଇଛ ମୋ ବେଳକୁ କାହିଁକି ବାରେ ନିରାଶ କରୁଛ ହଉ ଗଭୀର ଜଳରେ ଦିନେ ଡାକ ଦେଲା ଗଜ ତା ଡାକକୁ ଶୁଣିଥିଲ ହେ ଦେବାଧି ରାଜ କୋଟି ପତ୍ର ଦେଇ ଦ୍ରୌପଦୀର ମର୍ଯ୍ୟାଦି ପାରିଲ ସାହିତ୍ୟ ସଭାରେ ପ୍ରଭୁ କାହିଁକି କରୁଛ ବୋଲ ଆଉ ଏଇ ସାର ବୁଆକ ବାବୁ ଏଇଠାରେ ଥାଉ ଆପଣ ମାନଙ୍କୁ ଭଲ ରଖିଥିବେ ପ୍ରଭୁ ମହାବାହୁ লেখিলে করে কর্ম প্রাণী করিব
ଶ୍ରଦ୍ଧାଢ୍ୟ ସାହିତ୍ୟ ପିପାସୁ ସୁଧୀ ଦର୍ଶକ ସମାଜ ପୁରାଣ ତୋଷିନୀ ମା ମାଉସୀ କୁନା କୁନି ଭାଇ ଭଉଣୀ ଯେତେ ହେ ଆତ୍ମିକ ମହୋଦୟ ଗୋଟାଏ ପଦ ଗୀତ ଆପଣ ମାନଙ୍କ ନିକଟରେ ଉପସ୍ଥାପନା କରିଛି। କବି କହିଲେ କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କିଏ ତା କରିବାନ କିଏ ବାହି ଜ୍ୟୋତିଷ ଚକ୍ର ଗତି ରୋଧିବାକୁ ବଳବାନ। ଏ ସୃଷ୍ଟିରେ ତା ଗତି ପଥରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ କେହି ହେଲେ ନାହାନ୍ତି। କାହିଁକି ନା ନିଜର କର୍ମ ଫଳ ଜାଣି ସେ ଆମକୁ ଭାଗ୍ୟ ପାରି ଭୋଗ କରିବାକୁ ଦିଏ। ଯଦି କର୍ମ ଠିକ ନାହିଁ ଆପଣ ଆପେ ଆପେ ଭୁଲରେ ପଡିବେ, କେହି ହେଲେ ରକ୍ଷା କରିପାରିବେନି। ସୁନ୍ଦର କାହାଣୀ ପଦେ ଆପଣ ମାନଙ୍କ ନିକଟରେ କହିବା ପୂର୍ବରୁ ଇଏ ଉପକ୍ରମଣିକା ଦି ପଦ ମୁଖବନ୍ଧ ପଦେ କଥା ଆପଣ ମାନଙ୍କୁ କହୁଛି। କାହିଁକି ଲୋ ମା ମଣିଷର କର୍ମ ଫଳ ନେଇ ମଣିଷ ଭାଗ୍ୟକୁ ଭୁଞ୍ଜେ, ଆଉ କର୍ମ ଭୁଲ କରିଦେଇ ଫଳ ଇଚ୍ଛା ବାଞ୍ଛା କରିବା ଭାରି ବୋକାମି। ଅତୀତ ମହାଭାରତ କଥା କହିବାକୁ ଗଲା ବେଳେ ଭାରତ ବର୍ଷର ଜଣେ ବରେଣ୍ୟ ପ୍ରତିଭା ମାନ ଗୋବିନ୍ଦ ଦୁର୍ଯ୍ୟୋଧନ ସର୍ବସମ୍ପନ୍ନ ଲକ୍ଷଣ ପୂର୍ଣ୍ଣ, ଯାହା କାନ୍ଧରେ ମା ଲକ୍ଷ୍ମୀ ବିରାଜନା କରିଛନ୍ତି। ଏ ସୃଷ୍ଟିରେ ଏଡେ ଭାଗ୍ୟବାନ ମଣିଷ ଆଉ କେହି ନାହିଁ। କହିଲେ କର୍ମ ଫଳ ଭୁଲ ହେଇଯାଏ। ଏତେ ବଡ ସୌଭାଗ୍ୟବାନ ମଣିଷ, କାନ୍ଧରେ ଲକ୍ଷ୍ମୀ, ହାତରେ ଶଙ୍ଖନିଧି ପଦ୍ମନିଧି, ଚାଲିଲେ ଧରଣୀ ରାଣୀ ରକ୍ଷେ ଭାର ସ୍ୱର୍ଣ୍ଣ ପଦ୍ମ ପ୍ରଦାନ କରୁଛି। ଏଡେ ବଡ ଭାଗ୍ୟବାନ ମଣିଷ, ଲକ୍ଷଣବନ୍ତ ପୁରୁଷ ସୃଷ୍ଟିରେ କେହି ନାହିଁ। ହେଲେ କଣ ହେଲା, ସବୁ ଥାଇ ମଧ୍ୟ ମଣିଷ ହତଭାଗ୍ୟ ହୁଏ। କାହିଁକି ନା ତା କର୍ମ ଦୋଷରୁ। କର୍ମ ଯେତେବେଳେ ଦୋଷ ହୁଏ, କର୍ମ ଗୁଣ ଭୁଲ ହେଇଯାଏ, ସେତେବେଳେ ସବୁ ତାର ସାଧନା କୁଆଡେ ଉଭେଇ ଯିବ, କେହି ହେଲେ ପାଖରେ ରହିବେନି। ମାନ ଗୋବିନ୍ଦ ଦୁର୍ଯ୍ୟୋଧନ ପ୍ରତ୍ୟେକ ଦିନ ଭାଇ ମାନେ ରାଜସଭାକୁ ଗଲା ବେଳେ ଜଣ ଜଣ କରି ବାପା ମାନଙ୍କ ନାଁ ଧରି କହିବ, ପାଞ୍ଚଟା ବାପାର ଛୁଆ ବୋଲି ଏମାନେ ସ୍ୱଗତକୁ ଜଣାଇ ଦିଏ। ବସଏ ଧର୍ମଙ୍କ ପୁଅ, ବସଏ ପବନଙ୍କ ପୁଅ, ବସଏ ତ ଇନ୍ଦ୍ରଙ୍କ ପୁଅ, ବସଏ ଅଶ୍ୱିନୀ କୁମାରଙ୍କ ପୁଅ, ବସଏ ପଣ୍ଡୁଙ୍କ ପୁଅ। ପାଞ୍ଚଟା ବାପାର ପାଞ୍ଚଟା ଛୁଆ। ଏ କଥା କହିଲା ବେଳେ ସବୁ କଥା ସବୁବେଳେ ସମାନ ନଥାଏ। ସେଇ କଥା ଚଳୁଥବ, ବେଳେ ବେଳେ ସେଇ କଥା ମଧ୍ୟ ଚଳିବନି। ଇଏ ସବୁଦିନର ଅଭ୍ୟାସ, ସବୁଦିନ ସିଏ କହେ। କିନ୍ତୁ ସେଦିନ ଜଣକୁ ମଣ୍ଡକୁ ଛୁଇଁଲା, ଯିଏ ବୋକା ଭୀମ, ଯିଏ ଖାଇବା କଥା ଜାଣିଛି, ତା ଜୀବନରେ ସେ ଆଉ କିଛି ଜାଣିନି। ଖାଇବା ଭଲ, ଶୋଇବା ଭଲ, ସିଏ ଭଲ, କିନ୍ତୁ ତାକୁ ଏତେ ଅନ୍ତରାତ୍ମାକୁ ବାଧା ଦେଲା। କହିଲା ଇଏ ପରା ଆମ ଭାଇ, ଇଏ କଣ ଆମକୁ ଏମିତି ବାର ବାର ଏମିତି ଅପମାନିତ କରୁଛି, ଏଟା ତ ଭଲ କଥା ନୁହଁ। ମଣ୍ଡକୁ ଯେତେବେଳେ ଛୁଇଁଲା, ଘରକୁ ଆସିଲା, ଖାଇଲାନି ପିଇଲାନି ଶୋଇଲା। ଧର୍ମରାଜ ଯୁଧିଷ୍ଠିର ବଡ ଭାଇ ପିତୃ ପ୍ରତିମ ଚିନ୍ତା କଲେ, ସାନ ଭାଇଟା ଖାଉନି, ମୁଁ କେମିତି ଖାଇବି? ପାଟିକି ଆହାର ଗଲାନି। କାହିଁକି ଲୋ ମା, ପୁରାଣ ଆମେ ଶୁଣୁ, ତା ଭିତରେ କେତେ ନିଦର୍ଶନ ଅଛି ଦେଖ। ବାପା ମରି ଯାଇଛି, ବଡ ଭାଇ ପିତୃ ପ୍ରତିମ। କାହିଁକି ଏ ସମାଜରେ ବଡ ଭାଇ କି ସମ୍ମାନ ଦିଆଯାଏ? ନା ସେ ବାପା ଭଳି। ତେଣୁ ସିଏ ଚିନ୍ତା କଲେ, ବାପା ନାହିଁ, ମୁଁ ତ ପିତୃ ପ୍ରତିମ, ସାନ ଭାଇଟା ଖାଉନି, ମୁଁ ବଡ ଭାଇ କେମିତି ଖାଇବି? ଭାଇ ଖାଇଲେନି, ବୁଝେଇଲେ, କହିଲେ ବୃକୋଦର, ସବୁଦିନ ତ ଆଗେ ଖାଇବା ଲୋକ, ଆଜି କାହିଁ ଶୋଇଛ? ନା ଭାଇ ମୁଁ ଖାଇବିନି। ଚାଲ ଖାଇବ? ନା ଖାଇବିନି। ଭୀମ ମନା କଲାଣି ମାନେ ଆଉ ନୁହଁ। ସେଇଠି ଭାଇ ଚିନ୍ତା କଲେ, ଇଏ ଯଦି ନାହିଁ କଲାଣି ଆଉ ଖାଇବନି, ଆକୁ ଏତେ ଆଘାତ କଣ ହେଇଛି, ଏ ଖାଇବାଟାକୁ ପାଶୋରି ଦଉଛି। ସେଦିନ ବାସୁଦେବଙ୍କୁ ସ୍ମରଣ କଲେ, କହିଲେ ହେ ପ୍ରଭୁ ବାସୁଦେବ, ଆପଣ ଆସନ୍ତୁ, ଭୀମକୁ ଟିକେ ବୁଝେଇଦେବେ। ଭାଇଟା ଖାଉନି, ମୁଁ ଖାଇବି କେମିତି? ପରିବାର ସମସ୍ତେ ଉପବାସ। ଭଗବାନ ବାସୁଦେବ କୃଷ୍ଣ ଆସି ବୁଝେଇଲେ, କହିଲେ ଭାଇ ଚାଲୁନାହାନ୍ତି ଖାଇବି? ନା ଖାଇବିନି। କାହିଁକି ଖାଇବେନି? ନା ମୁଁ ଆପଣଙ୍କୁ ପଚାରୁଛି, ମଣିଷ ବଞ୍ଚିବା ପାଇଁ ଖାଉଛି ନା ଖାଇବା ପାଇଁ ବଞ୍ଚୁଛି? ସେଇଠି ପ୍ରଭୁ ଆଶ୍ଚର୍ଯ୍ୟ ହେଲେ, କିରେ ଇଏ କଣ ଏମିତି କହିଲାନି? ଯେ ଖାଇବାଟା ମୂଳ, ଇଏ କଣ ଉଲ୍ଟା ପଚାରୁଛି, ଖାଇବା ପାଇଁ ବଞ୍ଚୁଛି ନା ବଞ୍ଚିବା ପାଇଁ ଖାଉଛି? ନା କଣ ହେଇଛି କହୁନାହାନ୍ତି? ନା ସବୁଦିନ ପାଣ୍ଡବ ମାନେ ଆମେ ରାଜସଭାରେ ପହଞ୍ଚିଲା ବେଳେ ପାଞ୍ଚ ଭାଇ ଯାକୁ ପାଞ୍ଚଟା ବାପାର ଛୁଆ ବୋଲି ଆମ ଭାଇ ମାନ ଗୋବିନ୍ଦ କହୁଛି। ଶତ୍ରୁ କହିଲେ ଦୁଃଖ ଲାଗିବନି, ନିଜ ଲୋକ ଯେତେବେଳେ କଷ୍ଟପଦା କଥା କହେ ସେତେବେଳେ ଭାରି ଅନ୍ତରାତ୍ମାକୁ ବାଧିବ। ଇଏ ପରା ଭାଇ, ଜଗତ ଜାଣିନି କଣ ଆମେ ପାଞ୍ଚଟା ବାପାର ଛୁଆ? ସଂସ୍କୃତ ଜାଣିଛି, ଆଉ ଇଏ ନୂଆ କଥା କଣ କହୁଛି? ବାରବାର ସେଇ କଥା ସବୁଦିନ ରାଜସଭାରେ କହୁଛି, ଭାରି କଷ୍ଟ ହଉଛି। ତେଣୁ ପ୍ରଭୁ ମୁଁ ଖାଇବିନି, ବର ମରିଯିବାଟା ଶ୍ରେୟ। ଆଉ ଆତ୍ମହୁତି ଦେଇ, ନିଜର ସ୍ୱାର୍ଥକୁ ବଳି ଦେଇ, ଆତ୍ମସମ୍ମାନ ହରେଇ ଏ ସମାଜରେ ବଞ୍ଚିବାର ମାନେ କିଛି ନଥାଏ। ସେଇଦିନ ଯେତେବେଳେ ଏଡେ ବଡ ନିଷ୍ପତ୍ତି ନେଲେ, ନା ତମକୁ ଯଦି କହୁଛି ବାପାର ଛୁଆ, ତମେ ତାକୁ ସେମିତି କହୁନା। ନା ଆମେ କଣ ଜାଣିଛୁ ଯେ କହିବି? ପ୍ରଭୁ କହିଲେ ତମେ ଖାଇସାର, ମୁଁ ବାଗେଇ ଦେବି।
ସେଇଠି ଯେତେବେଳେ ଭୀମ ଖାଇସାରିଲେ ମନ ତ ଲାଗିଛି ପ୍ରଭୁ ସେ କଥାଟା କଣ କହିନାହାନ୍ତି କହିଲେ ତମକୁ ଯେତେବେଳେ କହିବ ବସ ହେ ପବନ କପୁଅ ତମେ କହିବ ବସୁଛି ଏ ଗୋଳକରାଣ୍ଡିଙ୍କ ଭୀମ ପରା ସେ ବସିଲା ବସୁ ବସୁ ନିଦ ମାରି ହେଲା ଭୀମ ଘୋଷିଲା ସିନା ଘୋଷୁ ଘୋଷୁ ଶୋଇ ପଡିଛି ଆଚ୍ଛା ଶୋଇ ପଡିଲା ଯେତେବେଳେ କଥାଟା ପାଶର ପଳେଇଲା ହଠାତ୍ ନିଦ ଭାଗିଗଲା ଭାବିଲା ବେଳକୁ ଆଉ କଥା ନାହିଁ କଥାରେ କହନ୍ତିନି ଭୀମ ହେତୁ ପାଶରା ସେଇଟାର କିଛି ମନ ରହିବନି ଘର ସାରା ଦରାଣ୍ଡି ରାତିଟାରେ ବୁଲୁଛି ସେ କଥାଟା କୁଆଡେ ଗଲା କାଇଁ ମୁଁ ପାଉନି ଘର ସାରା ଖୋଜୁଛି ଅନ୍ଧାର ଘର ଭିତରେ ଯାଇ ବଡ ଭାଇଙ୍କ ପାଦ ଧରିଲା ବଡ ଭାଇ ପଚାରିଲେ କିଏ ରେ ତୁ ମୁଁ ଭୀମ କହିଲା ଭାଇ ମୁଁ ଭୀମ ଭୀମ ଧର୍ମରାଜ କହିଲେ ଭୀମ ଏତେ ରାତିରେ କଣ ଖୋଜୁଛୁ ପ୍ରଭୁ କଣ କହିଲେ ପ୍ରଭୁ ମତେ ଗୋଟେ କଥା କହିଥିଲେ ସେ କଥାଟା କାଇଁ ମନେ ପଡୁନି ଧର୍ମରାଜ କହିଲେ କିରେ କଥାଟା ମନେ ପକେଇବୁ ସିନା ସେଟା କଣ ସୁନା ରୂପା ଯେ ତଳେ ଘୋଷାଡି ହେଇ ବୁଲୁଛୁ ପାଇବୁ ସେଇଠି ଭୀମ କହିଲା ମୋର ମନେ ପଡୁନି ଭାଇ ମୁଁ କଣ କରିବି ଡାକିଲେ ସହଦେବଙ୍କୁ ସହଦେବ ଭବିଷ୍ୟତ କଥା ଜାଣନ୍ତି କିନ୍ତୁ ପଚାରିଲେ କହିବେ ନ ପଚାରିଲା ପର୍ଯ୍ୟନ୍ତ କହିବେନି ସେ ସେଦିନ ପଚାରିଦେଲେ କହିଲେ ସହଦେବ କଣ ହେଇଛି କଥାଟା ମତେ କହ ଯେତେ ଦନ୍ତସ ସେଗୁଡାକ ଜ୍ଞାନୀ ସହଦେବ ସୁଦେଶନା ସଞ୍ଜୟ ଏଗୁଡା ସବୁ ଦନ୍ତସ ଏଗୁଡାକ ଜ୍ଞାନୀ ଏ ଡେଙ୍ଗାସ କିଛି ନୁହଁ ନାଇଁ ନାଇଁ ଡେଙ୍ଗାସ ସବୁ ଯାକ ଚାଲାଖିସ ଆଉ ସେ ସବୁ ଯାକ ଡେଙ୍ଗାସ ଶ୍ୱଶୁର ହରେ ଶ୍ୱଶୁର ଡେଙ୍ଗାସ ଶାଶୁ ଡେଙ୍ଗାସ ଶାଢୀ ଡେଙ୍ଗାସ ସଡୁ ଡେଙ୍ଗାସ ସବୁ ଯାକ ମାରେଣା ସବୁ ଯାକ ଶ୍ୱଶୁର ହରେ ଡେଙ୍ଗାସ ସିଏ ସେଦିନ କହିଦେଲେ କହିଲେ ସହଦେବ କହିଲ କଣ ହେଇଛି କଥା ମୁଁ ଜାଣିନି ହସ୍ତରେଖାକୁ ଚାହିଁଦେଲେ ସେ ଜାଣି ଦିଅନ୍ତି କହିଲେ ଭାଇ ସେ କଥାଟା ହଉଛି ବସୁଛି ହେ ଗୋଳକରାଣ୍ଡିଙ୍କ ପୁଅ ଭୀମ କହିଲା ଏଇ ତ କହିଲା ଶୋଇଲେ ସିନା ପାଶର ଯାଉଛି ଆଉ ଶୋଇବାନି ଏ ଭୀମ ଘୋଷିବାରେ ଲାଗିଲା ରାତିଟା ଯେତେବେଳେ ପାହିଗଲା ଭୀମ କହିଲା ପଛରେ ଯିଏ ଉଠିବା ଲୋକ ସେ ଆଗରୁ ଉଠି ଗାଧୁଆ ପାଧୁଆ ସାରି ସଜବାଜ ହେଇ ଆଗରେ ଚାଲିଲାଣି ଆଉ କହିଲା ଭାଇ ଶୋଇଛ କାହିଁକି ଆସୁନ ଦେଖନ୍ତୁ ପ୍ରତିଶୋଧ ଇଚ୍ଛା ବାଞ୍ଛା ମନରେ ଅଛି ଯେତେବେଳେ ମଣିଷ ପ୍ରତିଶୋଧ ନବା ଛଳରେ ସେଦିନ ସବୁ କିଛି କରିଦେଇପାରେ କ୍ରୋଧ ମଣିଷକୁ ଅବାଟକୁ ନେଇଯିବ ସେଦିନ କଣ ଚାରିପଦ ଚୁଗୁଲିରେ କହିଦେଲି ବୋଲି ମଜା ମନେଇବାକୁ ଦ୍ୱିତୀୟ ଥାକରେ ଆଉ ଶିଶିର ଭାଇନା କିଛି ପାଲା କରିପାରିଲାନି ସେ ତ ସିଆଡୁ ରାଗି ପାଚିକି ଆଇଛି ଆଉ ତା ପଦ ମନ ପଇଲାନି ଖାଲି ସେଇଆ ହେଲା ଲୋକ ତକ ଉଠିକି ଗଲେ ତେଣୁ ଆଜି ଆଉ କିଛି କହିବିନି କାହିଁକି କହିବି ଗୋଟେ ଲୋକ ରାଗିବ କାହିଁକି ତାପରେ ବ୍ରାହ୍ମଣ ଲୋକ ତାଙ୍କୁ ରଗେଇଲେ ଭଲ ନୁହଁ ତମେ ତ ସଦାବେଳେ ସେଇ ବ୍ରାହ୍ମଣିଆକୁ ଆମ ସାଙ୍ଗରେ ଯୋଡୁଛ ଆଉ କି ଅନ୍ୟ ଜାତି ଆମକୁ ଯୋଡନ୍ତ ମୁଁ ତାଙ୍କୁ କହନ୍ତି କି ସେ ମତେ କହନ୍ତି କଣ ପାଇଛ ତମେ ବ୍ରାହ୍ମଣକୁ ଖାଲି ଆମ ସାଙ୍ଗରେ ଯୋଡୁଛ ଆଉ କହିବାର କଥା ସେଦିନ ଭାଇ ମାନେ ଆଗରେ ବାହାରିଲେ ଆଉ କହିଲେ ଭାରତକୁ କାନ୍ଧରେ ପକାଇ ଆସ ନିଦ୍ର ହରି ଯାଚ୍ଛ ଘୁମାଇ ବାଉନ ଭାର ଗାଧା କାନ୍ଧରେ ପଡିଛି ଭୀମ ଉନିଦ୍ର ହରିଦାକ୍ଷ ଅଳସ ଭାଙ୍ଗି ନିଦ୍ରା ତେଜି ସିଂହ ଯେମିତି ଗିରି ଗହ୍ୱର ଭିତରୁ ବାହାରେ ସିଂହ ଆଜ୍ଞା ଦିଥର ବାହାରେ ଥରେ ଭୟ ଆସିଲେ ବାହାରେ ଭୟ କଣ ଉଚ୍ଚ ସ୍ୱରରେ ଯଦି ଘଡଘଡି ମାରିଲା ଗୁମ୍ଫା ଭିତରେ ଥବ ସିଂହ ପଦାକୁ ଆସି ଚାହିଁବ କଣ ମୋଠୁ ଆଉ କିଏ ବଡ ଜନ୍ତୁ ବାହାରିଲାଣି କିରେ ଇଏ କଣ ଏଡେ ପାଟି କିଏ କଲା ସିଏ ରାଜା ହେଇଯିବ ବୋଲି ଇଏ ବାହାରକୁ ଆସି ଚାହେଁ ଆଉ ଜନ୍ତୁ ଭିତରେ ସବୁଠୁ ବଡ ପାଟି ହେଲା ଭୀମର ଏ ତ ଭୟଙ୍କର ପାଟି ସିଂହର ସିଂହ ସେଦିନ ଯଦି ଭୋକ ଲାଗିବ ଗୁମ୍ଫା ଭିତରୁ ବାହାରିବ ଆଉ ଦ୍ୱିତୀୟ ଥର ବଡ ରଡି ଶୁଣିଲେ ବାହାରିବ ଆଜି ଯୋଉ ଭୀମ ବାହାରିଛି ଆଗରେ ଉଦିତ୍ର ହରିଦାକ୍ଷ ବାହାରିଲା ଭଳି ବାଉନ ଭାର କଥା କାନ୍ଧରେ ପଡିଛି ଆଗେ ଆଗେ ଯାଇ ପହଞ୍ଚିଲା କାନ୍ଧରୁ ତାର
ବଳବତ୍ତଃ କାନ୍ଧରୁ ଯଦି ତାର ଗଦା ଖସି ପଡିବ ନାଗରାଜା ସେ ଭାରି ସମ୍ଭାଳି ପାରିବେନି ସେ ମୁଣ୍ଡକୁ ଲୁଆଇ ଦେବେ ପ୍ରମାଦ ଗଣିବେ ନାଗରାଜା ପାତାଳପୁରରେ ଭୀମ ଯେତେବେଳେ ଆଗେ ଆଗେ ଯାଇ ରାଜସଭାରେ ପହଞ୍ଚିଲା ପ୍ରତ୍ୟେକ ଦିନର ଅଭ୍ୟାସ ମାନଗୋବିନ୍ଦ ସବୁଦିନ କହେ ବସ ଏ ଧର୍ମକ ପୁଅ ବସ ଏ ଇନ୍ଦ୍ରଙ୍କ ପୁଅ ବସ ଏ ଅଶ୍ୱିନୀ କୁମାରଙ୍କ ପୁଅ ବସ ଏ ପଣ୍ଡୁଙ୍କ ପୁଅ ବସ ଏ ପବନଙ୍କ ପୁଅ ନିଆଁ ଲାଗିଲେ ଯେମିତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ ସବୁଦିନ ଜଣେ ଅନ୍ୟକୁ ଦୁଃଖ ଦଉଛି ସିଏ ଯେତେବେଳେ ଦୁଃଖ ପାଇବ ସେଇଟା ସିଏ ଅନୁଭବ କରିବ ନା ଦୁଃଖଟା କଣ ଆଉ ଅନ୍ୟକୁ ଜଣେ ବାଡଉଛି ସିଏ ଯେତେବେଳେ ବାଡିଆ ଖାଇବ ବାଡିଆର କଷ୍ଟଟା କଣ ସିଏ ଅନୁଭବ କରିବ ନା ଆଉ ବାଡଉଥିବା ଲୋକ କଣ ଜାଣିପାରିବ କି ଜୀବନରେ ସବୁ କରିବେ କାହା ଜୀବନରେ ଦୁଃଖ ଦେବେନି କାହାକୁ ଆଲୁଅ ଦେଖେଇ ନ ପାରନ୍ତୁ ତାକୁ ଅନ୍ଧାରକୁ ପେଲି ଦେବେନି କାହାକୁ ଖାଇବାକୁ ନ ଦିଅନ୍ତୁ ତା ଖାଇବା ଦାନାରେ ଧୂଳି ପକେଇବେନି କାହାକୁ ଉଦ୍ଧାର କରି ନ ପାରନ୍ତୁ ତାକୁ ନେଇ ଗାତରେ ପେଲି ପକେଇବେନି ଆପଣଙ୍କର କି ଅଧିକାର ଅଛି ଆପଣ ସେ କଥା କରିବେନି ଅନ୍ୟକୁ କଷ୍ଟ ଦେଇ ଅନ୍ୟ ମୁଣ୍ଡ ଉପରେ ପାଦ ଥୋଇ ବଡ ଲୋକ ହବାରେ ଶାନ୍ତି କିଛି ନାହିଁ।